ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇଥିବା ବର୍ଷ ବର୍ଷ ଅପେକ୍ଷାର ଖୁବ୍ ଶୀଘ୍ର ଘଟିପାରେ ଅନ୍ତ। ଆସନ୍ତା 14 ତାରିଖରେ ଖୋଲିପାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବହୁଚର୍ଚ୍ଚିତ ରତ୍ନଭଣ୍ଡାର। ଜୁଲାଇ 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ପାଇଁ ରତ୍ନଭଣ୍ଡାରର ତଦାରଖ କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏନେଇ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର 14 ତାରିଖରେ ଖୋଲିବାକୁ ଅନୁମତି ଦେବେ ବୋଲି ଆଶା କରୁଛୁ। ସରକାରଙ୍କ ଅନୁମତି ମିଳିବା ପରେ ଚାବି କାମ କରୁ ବା ନ କରୁ ନିଶ୍ଚିତ ରତ୍ନଭଣ୍ଡାର ଖୋଲାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରକୋଷ୍ଠରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସିଥିଲା। ଏଥିରେ ରତ୍ନଭଣ୍ଡାର ଘୋଷଣା ତାରିଖ ସହ କେମିତି ଖୋଲିବ ତାହା ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେବାର ଥିଲା। ବୈଠକ ପରେ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ କହିଛନ୍ତି, 14ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ତେବେ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି, କିନ୍ତୁ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ। ଏନେଇ ଭକ୍ତମାନେ ସହଯୋଗ କରିବେ ବୋଲି ଆମେ କହୁଛୁ, କହିଛନ୍ତି ଅଧ୍ୟକ୍ଷ। ବୈଠକରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ ବୋଲି କୁହାଯାଉଥିବା ବେଳେ କିନ୍ତୁ ଚାବି ଆସିନି। ଏନେଇ ଜଷ୍ଟିସ୍ ରଥ କହିଛନ୍ତି, ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି। ଆସନ୍ତା 14 ତାରିଖରେ ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବେ। ସେହିପରି ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ମରାମତି ହେବ। ମରାମତି ବେଳେ ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ପରିଚାଳନା କମିଟି ମନ୍ଦିର ଭିତରେ ସ୍ଥାନ ଚିହ୍ନଟ କରିଛନ୍ତି। ଅଳଙ୍କାରର ସବୁ ଅସ୍ଥାୟୀ ଭଣ୍ଡାର ଭିତରେ ସିଡ୍ୟୁଲ ଅନୁସାରେ ରଖାଯିବ। ଏ ଘୋଷଣା ପରେ ଜଗନ୍ନାଥ ପ୍ରେମୀଙ୍କ ମାହୋଲରେ ଉତ୍ସାହର ମାହୋଲ ଦେଖାଦେଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ। କାର୍ଯ୍ୟସାରଣୀ ଅନୁଯାୟୀ ଆଜି ବୈଠକ ଦିନ 10ଟା ବେଳେ ମନ୍ଦିରର ପୁରୀ ଜଗନ୍ନାଥ ମନ୍ଦିରର ବୈଠକଖାନାରେ ଅନୁଷ୍ଠିତ ହେଲା। ମୋଟାମୋଟି ସମସ୍ତ ପ୍ରାୟ ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ, ଜଣେ ଦୁଇ ଜଣ ବି ଆସିପାରିନାହାନ୍ତି। ତେବେ ସଭାରେ ପୂର୍ବ ଦିନର ଦିଗ ନିର୍ଦ୍ଦେଶ ବିଷୟରେ ଆଲୋଚନା କରାଗଲା। 6 ତାରିଖରେ ଯେଉଁ ମିଟିଂ ହେଇଥିଲା ତାର କାର୍ଯ୍ୟସାରଣୀ ପ୍ରସ୍ତୁତ ହେଇ ଦସ୍ତଖତ ହେବାରେ ରାତି ହେଇଗଲା। ତାପରେ 7 ତାରିଖ ଦିନ ରଥଯାତ୍ରା, 8 ତାରିଖ ଦିନ ମଧ୍ୟ ରଥଯାତ୍ରା। ତେଣୁ ଆମର ଯେଉଁ ବିବରଣୀ ଡ୍ର କରାହେଇଥିଲା ସେ ବିବରଣୀ ମ୍ୟାନେଜମେଣ୍ଟ କମିଟି ପାଖରେ ପହଞ୍ଚିବା ସମ୍ଭବ ହେଲାନି। ବିବରଣୀ ସମ୍ପୂର୍ଣ୍ଣ ଦସ୍ତଖତ ଆଜି ସରିଲା। ସକାଳେ ମିଟିଂ ଆରମ୍ଭ ପୂର୍ବରୁ ସେ ବିବରଣୀର କପି ମ୍ୟାନେଜମେଣ୍ଟ କମିଟି ଦିଆଗଲା। ଆଜିର ବିବରଣୀରେ ପୂର୍ବ ଡିସ୍କସନରୁ ଆମେ ଆଗକୁ ଗଲୁ। ଆଜି ଯେହେତୁ ପୂର୍ବ ବିବରଣୀ ସରକାରଙ୍କୁ ମ୍ୟାନେଜିଂ କମିଟିକୁ ଦିଆ ହେଇପାରିନି, ରୁଲ୍ 6 ଅନୁଯାୟୀ ନିୟମ କହୁଛି ଆମେ ବିବରଣୀଟି ମ୍ୟାନେଜମେଣ୍ଟକୁ ଦେଲେ ମ୍ୟାନେଜମେଣ୍ଟ କମିଟି ତାର ମିଟିଂ ଡାକିବ। ମ୍ୟାନେଜମେଣ୍ଟ କମିଟି ସେ ପ୍ରପୋଜାଲ ସରକାରଙ୍କୁ ପଠାଇବ। ସରକାରଙ୍କ ନିର୍ଦ୍ଦେଶ ଆସିଲେ ହିଁ ରତ୍ନଭଣ୍ଡାର ଖୋଲା ହେଇପାରିବ। ୟା ସାଙ୍ଗରେ ଆଉ ଗୋଟେ କୋଣ ବି ଥିଲା, ଏସ୍ଓପି ମଧ୍ୟ ସଜେସନ୍ ଆମ ଉପରେ ଦାୟିତ୍ୱ ଦିଆଯାଇଛି। ଏସ୍ଓପିର ସଜେସନ୍ ଆମେ ଦେବୁ, ଦେଲେ ସେଇଟା ମ୍ୟାନେଜମେଣ୍ଟ କମିଟି ତାକୁ ପଠାଇବେ ସରକାରଙ୍କ ପାଖକୁ ଏବଂ ତାଙ୍କର ଯଦି ଆଉ କିଛି ଆଡ଼୍ କରିବାର ଥାଏ ତାକୁ କରିକି ପଠାଇବେ। ସେଇଟା ସରକାରଙ୍କର ଆପ୍ରୁଭ୍ ହେବା ମଧ୍ୟ ଆବଶ୍ୟକ ରହିଛି। ତେଣୁ ଆଜି ବିସ୍ତୃତ ବିଚାର କରାଗଲା ଏସ୍ଓପି ଉପରେ ଏବଂ ସର୍ବସମ୍ମତିକ୍ରମେ 14 ତାରିଖରେ, ଏଇ ମାସର 14 ତାରିଖରେ ତାଲା ଖୋଲାଯିବ। ରତ୍ନଭଣ୍ଡାର ଭିତର ରତ୍ନଭଣ୍ଡାରର ତାଲା ଖୋଲାଯିବ ବୋଲି ସର୍ବସମ୍ମତିକ୍ରମେ ସରକାରଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଗଲା। ପ୍ରୋସିଡ଼ିଂ ଆକର୍ଡ଼ିଂଲି ଡ୍ର କରାଯାଇଥିଲା। ଚାବି ଖାଲି ଖୋଲାଯିବନି, ଚାବି ଖୋଲାଯିବ, ଯେକୌଣସି ମତେ ଖୋଲାଯିବ। ଏ ନିଷ୍ପତ୍ତି ମଧ୍ୟ ହେଇଛି। ତତ୍ସଂକ୍ରାନ୍ତରେ ଆବଶ୍ୟକ ଏସ୍ଓପି ମଧ୍ୟ ଆମେ ଡ୍ର କରିଛୁ। ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ରହିଛି, ତେଣୁ ବିଭିନ୍ନ ପ୍ରକାରର ଏସ୍ଓପି ଡ୍ର କରାଯାଇଛି। ଆମେ ସମ୍ପୂର୍ଣ୍ଣ ଏବଂ ସହମତିରେ, ସମସ୍ତଙ୍କ ସହମତିରେ
फाइनाली डिसाइड कलु चाबी थाउ जो चाबी अच्छी से चाबी रे खोलु न खोलु जेकोसी प्रकार आम से दिन ताला सरकार जब 14 तारीख को अप्रूव करदे ताला आम से दिन ताला खोलू एवं ता संक्रांतीय जो आगु को काम अच्छी संपत्तिर सुरक्षा प्रथम कर्तव्य सुरक्षा नवा संगे संगे दुईटा दिग को कार्य आरंभ हम से संक्रांति किसी से दुईटा दिग है गोटे है घंटी मंटी गोटे है रिपेयरिंग उभय काम आम किसी एसओपी देचु तेणु आशा करवा समय आम देचु सरकार को मैनेजिंग कमिटी को एवं सरकार को इतिमध्य प्राय 4-5 दिन समय मिल आशा करवा सरकार आमको ये भितर अनुमति प्रदान कर देखु डेजिग्नेटेड प्लेस सिलेक्ट होती डेजिग्नेटेड प्लेस रे गहना ताकू शेड्यूल वाइज रखा गहना 3 प्रकार अच्छी मैंने ना अधिक जानते रेकर्ड ऑफ राइट मेंटेन होती गोटे सर्वकालीन अव्यवहार गहना गोटे सर्वकालीन व्यवहार गहना गोटे रीतिनीति दिन व्यवहार गहना तापे आइडेंटिफाइड प्लेस मैनेजमेंट को कहुई से मैंने आपातत रूम स्थिर कहते तेणु से रूम को प्रथम तो शिफ्ट करा गणति प्रक्रिया गोटे लंबा प्रक्रिया गणतिटा खाली आम बसिकी देखीदे गणति कर मैंने जानिबा दरकार गणति चिन्हिबा लोकर आवश्यक गणति कॉम्पिटेंट लोक आवश्यक जी कि से हीरा मोती माणिक नीला को चिन्हि पार बहुत पुराना गहना को राजा महल 1500 वर्ष तलर भी गहना रही से पथर तो आज अवेलेबल ना तेणु आज गणिया चिन्हि पारे कि ना तेणु गोटे गणिया ग्रुप सिलेक्ट हम गोटे मेट्रोलोजिस्ट ग्रुप सिलेक्ट हम ये सब सिलेक्शन दायित्व सरकार आम एसओपी रे से गुड़ाक उल्लेख कर आज शुणु मुझे तो प्रथम आपको कहली जेहेतु 6 तारीख रे मीटिंग बसी परवर्ती मीटिंग 9 तारीख है एवं मीटिंग रो जो विवरणी दस्तखत हो पारा ना समस्ते बाहर सदस्य अनेक बाहर सदस्य थे से कार्य संपूर्ण हो पारा नहीं इतिमध्य चीफ एडमिनिस्ट्रेटर कलेक्टर एसपी सबू पदाधिकारी माने व्यस्त रही रथयात्रा काम एपर्यंत भी सरी ना तेणु आमे तांकु से चाबी को 14 तारीख दिन आम सम्मुखें जेन तेन भाव में रखिए बोली कह आपन को जहाँ कहलु चाबी काम करू न करू खोला आज्ञा मंदिर बाहर को संपत्ति जापर मंदिर तेणु मंदिर भितर ही डेजिग्नेटेड प्लेस हम द्वितीय कथा होची मरामती आपण जो मरामती भितर भी हम मणति सहित मूल्यांकन हम ना ना खाली मणति जा अभ्यस्तरी मूल्यांकन अर्थ कौन भावुचंती आपण माने दाम भीतर को आमे जीवु किछिटा कोण अनुकोण देखिया नेचर ऑफ दी ऑर्नामेंट कैरेक्टर ऑफ दी ऑर्नामेंट 22 कैरेट अच्छी ना 24 कैरेट अच्छी ना हीरार विभिन्न प्रकार जो कैरेट थाए से कैरेट कौन कैरेक्टर अच्छी ताकू देखिबू नीला मोती माणिक जहाँ लगी तार नेचर कौन से जानिबा देखो या सेमती आज लिमिट करहब ना से भी लिमिट हो नाला एतिक दिन रे करा जीवो यार गुड़े कोण अनुकोण रही सरकार आगे से समस्त बंदोबस्त करवा दरकार जो बंदोबस्त रे कि आमे गणति आरंभ करी गणति आरंभ केते प्रकार टीम सब हवा दरकार से टीम गुड़ाक कौन ये दुकान बछा देखिए आगे सागे सागे जाई पैसा दे किणी दे आनिबा तेणु सिलेक्शन हम टीम सिलेक्शन हम से लोकों ऊपर सरकार भरोसा थिबा दरकार कॉन्फिडेंशियल लोक क्वालिफाइड लोक आनिबा दरकार तेणु विश्वास रखु काम तो आरंभ होगा जाऊँगी तरबर कहीं आम सरकार को अनुरोध करुँ
14 ତାରିଖ ଦିନ ଖୋଲିବା ପାଇଁ ଆମେ ସ୍ଥିର କରୁ। ନାଇଁ ସେ ତଥ୍ୟ ଆଜ୍ଞା ଦେଖନ୍ତୁ ମିଟିଂର ସମସ୍ତ ତଥ୍ୟ ପ୍ରକାଶ ଯୋଗ୍ୟ ନୁହଁ। ଅନୁରୋଧ ଆପଣମାନଙ୍କୁ ଆପଣଙ୍କୁ ଯେଉଁ ତଥ୍ୟ ପଚାରିଲେ ବହୁତ ବିଶିଷ୍ଟ ତଥ୍ୟ ପଚାରିଛନ୍ତି, ଜନସାଧାରଣଙ୍କ ନିମନ୍ତେ ସେଗୁଡ଼ାକ ଉଦ୍ଦିଷ୍ଟ ଥିଲା, ମୁଁ ଉତ୍ତର ଦେଇସାରିଛି। ଏସ୍ଓପିର ବିଷୟବସ୍ତୁ ଏଇଟା ପ୍ରପୋଜାଲ ଷ୍ଟେଜ୍ରେ, ତେଣୁ ପ୍ରପୋଜାଲଟାକୁ କେବେ ଘୋଷଣା କରାଯାଏ। ଆମେ ସମସ୍ତ ଦିଗକୋଣ ପରୀକ୍ଷା କରିଛୁ। ତା ଭିତରେ ମଧ୍ୟ ଥିଲେ ମନ୍ଦିରର ଯେଉଁମାନେ ସେଇ ଗହଣା ସାଙ୍ଗରେ ସମ୍ପୃକ୍ତ ସେମାନେ ସମସ୍ତେ ଥିଲେ, ତେଣୁ ତାଙ୍କର ମଧ୍ୟ ମତାମତ ନିଆଯାଇଛି ଏବଂ ଚିଫ୍ ଆଡମିନିଷ୍ଟ୍ରେଟର ଏବଂ ସମସ୍ତ ସଦସ୍ୟଙ୍କର ମନ୍ତବ୍ୟ ନିଆହେଇକିରି ଆମେ ସେଟାକୁ ଗୋଟେ ଷ୍ଟ୍ରିମଲାଇନ୍ କରିଛୁ, ଆଇଡେଣ୍ଟିଫାଇଡ୍ କରିଛୁ, ଏରିଆ ଆଇଡେଣ୍ଟିଫାଇଡ୍ କରିଛୁ, କ'ଣ କାମ ଆଇଡେଣ୍ଟିଫାଇଡ୍ କରିଛୁ। ପ୍ରପୋଜାଲ ଷ୍ଟେଜ୍ରେ ଅଛି। ସରକାର ତାକୁ ପ୍ରପୋଜାଲଟାକୁ ଗ୍ରହଣ କଲା ପରେ ନିଶ୍ଚିତ ଭାବରେ ସରକାର ସାର୍ ଆଉ ଗୋଟେ କଥା ବଡ଼ ଗୁରୁତ୍ୱ ଭଳି ଆଲୋଚନା କଲେ। ଦେଖନ୍ତୁ ଆମେ ଆଲୋଚନା ଭିତରେ ଠାକୁରଙ୍କର ରୀତିକାନ୍ତିରେ ବାଧା ଆସିବ ନାହିଁ କି ଭକ୍ତଙ୍କର ଦର୍ଶନରେ ଯେମିତି ବାଧା ଉପୁଜିବନି, ଏ ନେଇକରି ଆମେ ମଧ୍ୟ କିଛି ସରକାରଙ୍କୁ ମ୍ୟାନେଜିଂ କମିଟିକୁ କିଛି ପ୍ରପୋଜାଲ ଦେଇଛୁ। ଯେହେତୁ ସାର୍ ଭକ୍ତଙ୍କର ଆଗମନ ହେଲେ ଆପଣଙ୍କ ପାଇଁ ସମସ୍ୟା କିଛି ଆସିପାରେ, ଆସିବ ଆମେ ତେଣୁ ଆଶା କରିବୁ ଯେତେବେଳେ ମଣ୍ଟି ଗଣ୍ଟି କାମ ହେବ କିମ୍ବା ଯେତେବେଳେ ମରାମତି ହେବ ସେ ସମୟରେ ଭକ୍ତଗଣକୁ ମଧ୍ୟ ଅନୁରୋଧ ସେମାନେ ଆମକୁ କୋଅପରେଟ୍ କରିବେ। ଦର୍ଶନରୁ ସେମାନଙ୍କୁ ବିଚ୍ୟୁତ କରାଯିବ ନାହିଁ। ଦର୍ଶନ ଟିକେ ହୁଏତ ଦୂରରୁ ହେଇପାରେ ସେ ସମୟରେ, ତେଣୁ ଭକ୍ତମାନଙ୍କୁ ଅଗଣିତ ଭକ୍ତ ତାଙ୍କୁ ଆମର ଅନୁରୋଧ ସେମାନେ ଆମକୁ ସେତେବେଳେ ନିଶ୍ଚିତ ଭାବରେ ସହଯୋଗ କରିବେ ଏବଂ ଆଶୀର୍ବାଦ ଦେବେ କେମିତି ଆମେ ଖୁବ୍ ଶୀଘ୍ର ସେ କାମ ସାରିବୁ, ସେମାନେ ପୁଣି ପୁନଃ ଦର୍ଶନର